ପୂର୍ବରୁ ଜଟିଳ ଅପରେସନ ପାଇଁ ଓଡ଼ିଶାର ଲୋକଙ୍କୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଯିବାକୁ ପଡୁଥିଲା। ଏବେ ବାହାର ରାଜ୍ୟରୁ ଲୋକେ ଓଡ଼ିଶା ଆସୁଛନ୍ତି। ଏହା କେବଳ ସମ୍ଭବ ହୋଇପାରିଛି ଭୁବନେଶ୍ୱରରେ ଶିକ୍ଷା ଅନୁସନ୍ଧାନ ଅଧୀନରେ ଥିବା ସୁପର ସ୍ପେଶାଲିଟି ହସ୍ପିଟାଲ ସମ୍ ଅଲ୍ଟିମେଟ୍ ମେଡିକେୟାର ପାଇଁ। କେମିତି ଦେଖନ୍ତୁ। ଏଣିକି ଜଟିଳ ଅପରେସନ ପାଇଁ ଓଡ଼ିଶାବାସୀଙ୍କୁ ଆଉ ବାହାର ରାଜ୍ୟ ଉପରେ ଭରସା କରିବାକୁ ପଡ଼ିବ ନାହିଁ। କାରଣ ବାହାର ରାଜ୍ୟର ଲୋକେ ଏବେ ଏଥିପାଇଁ ଓଡ଼ିଶା ଆସିବା ଆରମ୍ଭ କଲେଣି। ଏସବୁ କିଛି ସମ୍ଭବ ହୋଇପାରିଛି କେବଳ ଆଉ କେବଳ ଭୁବନେଶ୍ୱରରେ ଶିକ୍ଷା ଓ ଅନୁସନ୍ଧାନ ସୋଆ ପରିଚାଳିତ ସୁପର ସ୍ପେଶାଲିଟି ହସ୍ପିଟାଲ ସମ୍ ଅଲ୍ଟିମେଟ୍ ମେଡିକେୟାର ପାଇଁ। ଦେଖନ୍ତୁ, ଇଏ ହେଉଛନ୍ତି ଦିଲ୍ଲୀ ଏମ୍ସରୁ ପାସ୍ ଆଉଟ୍ MCH ୟୁରୋଲୋଜିଷ୍ଟ ଡାକ୍ତର ଦେବୀ ପ୍ରସାଦ ତିୱାରୀ, ଯିଏ ନିକଟରେ ନିଜ ମାଙ୍କ ମୁଣ୍ଡରେ ହୋଇଥିବା ଟ୍ୟୁମର ଅପରେସନ ପାଇଁ ବିହାରରୁ ଭୁବନେଶ୍ୱର ଆସିଥିଲେ। ଆଡଭାନ୍ସ ଟେକ୍ନୋଲୋଜିରେ ପରିପୂର୍ଣ୍ଣ ସମ୍ ଅଲ୍ଟିମେଟ୍ ମେଡିକେୟାର ଉପରେ ଭରସା କରିଥିଲେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଥିବା ଅଭିଜ୍ଞ ଏବଂ ସୁନାମଧନ୍ୟ ENT ଏବଂ ସ୍କଲ୍ ବେସ୍ ସର୍ଜନ ଡାକ୍ତର ରାଧାମାଧବ ସାହୁଙ୍କ ଉପରେ। ଭରସା ଏତେ ବଢ଼ିଯାଇଥିଲା ଯେ କରୋନା ଲକଡାଉନ୍ ସମୟରେ ସମସ୍ତ ବାଧାବିଘ୍ନକୁ ଖାତିର ନ କରି ସଡ଼କ ପଥରେ ପ୍ରାୟ 900 କିଲୋମିଟର ବାଟ ଅତିକ୍ରମ କରି ନିଜ ମାଙ୍କୁ ଭୁବନେଶ୍ୱର ନେଇ ଆସିଥିଲେ। ଆଉ ତାଙ୍କର ଏହି ଭରସାକୁ ବଜାୟ ରଖିଥିଲା ସମ୍ ଅଲ୍ଟିମେଟ୍ ମେଡିକେୟାର। मेरी मदर का जो इलाज कराना था तो आई शुड चूज वन ऑफ द बेस्ट पर्सन इन दिस कंट्री। सो आई वेंट थ्रू इंटरनेट एंड थ्रू माय सीनियर्स हु आर देयर इन दिल्ली एंड दे टोल्ड मी वन ऑफ द बेस्ट हैंड इज डॉक्टर राधा माधव साहू। But after knowing that he is not in Gurgaon, we came to know he is in Odisha, and we took 2-3 days to decide whether to go Odisha or not, क्योंकि it was very far and there is no straight road like from Bihar to Delhi। तो हमने 1-2 दिन में वो किया, बट रिजल्ट माँ का ऑपरेशन करना था और रिजल्ट चाहिए था हमको, तो दैट्स व्हाई वी फॉरगॉट अबाउट द डिस्टेंस एंड वी केम हियर। And after coming here, we found it is very wonderfully designed hospital. Dr. Radha Madhav Sahu has already explained me how he was doing surgery. Like he has a very high quality vision system, 4K monitors with very up-to-date instruments of Karl Storz and other required instruments. ଭାରତରେ ସ୍କଲ୍ ବେସ୍ ସର୍ଜରୀ ପାଇଁ ସବୁଠୁ ବେଷ୍ଟ ହ୍ୟାଣ୍ଡ ଡାକ୍ତର ରାଧାମାଧବ ସାହୁ, ଯିଏକି ବର୍ତ୍ତମାନ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ଖାସ୍ ତାଙ୍କରି ପାଇଁ ଡାକ୍ତର ଦେବୀ ପ୍ରସାଦ ତାଙ୍କର ମାଙ୍କୁ ଧରି ବିହାରରୁ ଓଡ଼ିଶା ଆସିବାକୁ ଚାହିଁଥିଲେ। ଆଉ ଏଠାକୁ ଆସିବା ପରେ ତାଙ୍କର ଅଭିଜ୍ଞତା କ'ଣ ଥିଲା ଦେଖନ୍ତୁ। He is one of the best hand in India, so we came here and result is in front of us। This is the post-op day 2. She is sitting very comfortably and she didn't have even a single drop of blood, and Dr. Radha Madhav Sahu showed me all surgical procedures and he completely removed it, and we are very much satisfied with his attitude and his skill। ସ୍କଲ୍ ବେସ୍ ସର୍ଜରୀ ବିଶେଷଜ୍ଞ ରାଧାମାଧବ ସାହୁଙ୍କର ଏଭଳି ବିରଳ ଅପରେସନ ଏବେ କେବଳ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହିଁ ସମ୍ଭବ ହୋଇପାରୁଛି ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କାରଣ ରାଧାମାଧବ ସାହୁଙ୍କ ଭଳି ଅନେକ ଅଭିଜ୍ଞ ଡାକ୍ତର ଏବେ ଭୁବନେଶ୍ୱର ଏହି ସୁପର ସ୍ପେଶାଲିଟି ହସ୍ପିଟାଲ ସମ୍ ଅଲ୍ଟିମେଟ୍ ମେଡିକେୟାରରେ କାର୍ଯ୍ୟରତ ରହିଛନ୍ତି। ଅତ୍ୟାଧୁନିକ ତଥା ଉଚ୍ଚ କ୍ଷମତା ସମ୍ପନ୍ନ ଯନ୍ତ୍ରାଂଶରେ ପରିପୂର୍ଣ୍ଣ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସମସ୍ତ ପ୍ରକାରର କ୍ରିଟିକାଲ ଅପରେସନ ପାଇଁ ବ୍ୟବସ୍ଥା ରହିଛି, ଯାହାକୁ ନେଇ କ'ଣ କହୁଛନ୍ତି ନିଜେ ସ୍କଲ୍ ବେସ୍ ସର୍ଜରୀ ବିଶେଷଜ୍ଞ ରାଧାମାଧବ ସାହୁ ଦେଖନ୍ତୁ। ଏଥିରେ କ'ଣ ଆମର ଜଣେ ୟୁରୋଲୋଜିଷ୍ଟ ଯିଏକି ଏମ୍ସୋନିଆନ୍ ଫ୍ରମ୍ ଦିଲ୍ଲୀ, ସିଏ ତାଙ୍କର ମାଆକୁ ନେଇକି 1000 କିଲୋମିଟର ଟ୍ରାଭେଲ୍ କରିକି ଆମର ସମ୍ ଅଲ୍ଟିମେଟ୍ ହସ୍ପିଟାଲକୁ ଆସିଛନ୍ତି ତାଙ୍କ ଟ୍ରିଟମେଣ୍ଟ ପାଇଁ। ଆଉ ଏଥିରେ କ'ଣ କି ତାଙ୍କର ମାଆଙ୍କର ଗୋଟେ ସାଇଡ୍ ଆଖିରେ ଦେଖାଯାଉନଥିଲା, ଆଉ ରୋଶନୀ କମ୍ ହେଇଯାଇଥିଲା, ଆଉ ମୁଣ୍ଡ ବହୁତ ବିନ୍ଧୁଥିଲା, ଆଉ ତାଙ୍କର ବ୍ରେନ୍ ସହିତ ଲାଗିକି ଗୋଟେ ଟ୍ୟୁମର ହେଇଥିଲା, ଯୋଉଟାକି ଆକ୍ଚୁଆଲି ବାହାର ଅପରେସନ ନ କରି ଆମେ ଏଣ୍ଡୋସ୍କୋପିକାଲି ଏଠି ସମ୍ ଅଲ୍ଟିମେଟ୍ରେ କଲୁ ୱିଥ୍ ଅଲ୍ ଦି ଲାଟେଷ୍ଟ ଟେକ୍ନୋଲୋଜି। ଆମ ପାଖରେ 4K ମନିଟର ନେଇକି ସବୁ ଆଡଭାନ୍ସ ସର୍ଜରୀ ପାଇଁ ଇନଷ୍ଟ୍ରୁମେଣ୍ଟ ଅଛି, ଯେଉଁଥିରେ ମିନିମଲ ଇନଭାଜିଭ ବ୍ରେନ୍ ସର୍ଜରୀ ଆମେ ନାକ ଦ୍ୱାରା କରିପାରୁଛୁ। ତ ସେ ପେସେଣ୍ଟ ଆମ ଉପରେ ଟ୍ରଷ୍ଟ ରଖିକି 1000 କିଲୋମିଟର ଟ୍ରାଭେଲ୍ କରିକି ଆମ ପାଖକୁ ଆସିକି ଆଉ ସୁସ୍ଥ ହେଇକି ଯାଉଛନ୍ତି। କେବଳ ଓଡ଼ିଶା କାହିଁ ପୂର୍ବ ଭାରତରେ ଲୋକମାନଙ୍କୁ ଉତ୍ତମରୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛି ସୋଆ ପରିଚାଳିତ ସମ୍ ଅଲ୍ଟିମେଟ୍ ମେଡିକେୟାର। ଏଠାରେ ରହିଥିବା ସମସ୍ତ ସୁବିଧା ଏବଂ ଏକ୍ସପର୍ଟ ହ୍ୟାଣ୍ଡ ଏବେ ବାହାର ରାଜ୍ୟର ଲୋକଙ୍କୁ ଏଠାକୁ ଆସିବା ଲାଗି ବାଧ୍ୟ କରୁଛି।
This is very excellent. You please come to this hospital. You will not regret. And I request to everybody and the people of Odisha. Actually, you need not to go anywhere else. We have inquired in Bombay. We have inquired in Delhi also. He's one of the best hands. So local ko vocal, just like our Prime Minister PM Modi said, local should be vocal. And he's one of the best hand in this skull-based surgery. Whoever I met in my life, the people of Odisha was wonderful people, and I wish very progressive future for Dr. Radha Madhav Sahu and for this hospital. और आगो को भी हमें चाहूँ कि ओडिशा लोक जो मैंने कि यही सब सर्जरी पे ओडिशा बाहर को दिल्ली के बॉम्बे जाऊँगी कि बाहर स्टेट को बाहर कंट्री को फोकस करते से मैंने एठी ओडिशा रे रही कि सब प्रकार ट्रीटमेंट नहीं पारिबे आउ हमें पूरा इक्विप्ड अछि से सब केस को 100% रिजल्ट दबा पई आउ एटा हम पई गर्वर कथा है कि बाहर स्टेट रो कि बाहर कंट्री लोक वर्तमान ओडिशा को आसिया को चाहूछन्ती। भुवनेश्वर में सम अल्टीमेट मेडिकेयर प्रतिष्ठार स्वल्प समय भितर अनेक सफल और विरल ऑपरेशन करी सर्वभारतीय स्तर में चर्चा साउंटिछि एही हॉस्पिटल। आगकू भी प्रयास जारी रहिबो कारण रोगी भरोसा को कायम रखिबा ही एही प्रतिष्ठानर मूल लक्ष्य। ब्यूरो रिपोर्ट न्यूज़ 7।